ଆଜ୍ଞା ଶୁଭାଯାଉଛି। ହଁ ଏଠି ତ ସାକ୍ଷ୍ୟ ବୋଲି ତ ମୁଁ ମାନେ କହିପାରୁନାହିଁ, କିନ୍ତୁ ଗୋଟେ ଏକ୍ସପିରିଏନ୍ସ କଣ ଯେ 2024 ମସିହା ଅକ୍ଟୋବର 10 ତାରିଖ ଦିନ ମୋର ଜେଜେବାପାଙ୍କର ଆକ୍ସିଡେଣ୍ଟ ହୋଇଥିଲା। ସେ ଆକ୍ସିଡେଣ୍ଟରେ ବ୍ରେନ୍ ହେମରେଜ ଥିଲା। ଆଉ ବ୍ରେନ୍ ହେମରେଜ ସମୟରେ ଆମେ ପ୍ରଥମେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲକୁ ଆମେ ନେଇଥିଲୁ। ଆମେ ଭାବିଲୁ ଯେ ଏଇଟା ଗୋଟେ ନର୍ମାଲ ବୋଲିକି ଭାବୁଥିଲି ମୁଁ ସେ ସମୟରେ, ନର୍ମାଲ ବୋଲିକି ଭାବିଲି। ସେଠି ଦେଖିଲା ପରେ ଗୋଟେ 1 hour ସେଠି ରହିଗଲା ପରେ ସେମାନେ କହି ସିଟି ସ୍କାନ ହେଲା ପରେ ତାଙ୍କୁ କୋରାପୁଟକୁ ରେଫର କଲେ। ଆଉ କୋରାପୁଟ ମଧ୍ୟ ସେଠରୁ ମଧ୍ୟ ରେଫର ହେଲା ବିଶାଖାପାଟଣା। ବିଶାଖାପାଟଣା ମୋ ଭାଇ, ସାନ ଭାଇ ଆଉ ଦାଦାର ପୁଅ 2 ଜଣ ମିଶିକି ସେମାନେ ଗଲେ। ଆଉ ସେ ସେଇଠି ପାଖାପାଖି 10 ଦିନ ସେଇଠି ରହିଲେ। ଆଉ ସେ ସମୟରେ ମୁଁ ମର୍ଣ୍ଣିଂ ପ୍ରେୟରରେ ମଧ୍ୟ ପ୍ରାର୍ଥନାର ଅନୁରୋଧ ମୁଁ ଜଣେଇଥିଲି। ବିଭିନ୍ନ ଲୋକଙ୍କୁ ଆମର ପାଷ୍ଟର ଗ୍ରୁପ୍ସ ସେଇଠି ମଧ୍ୟ ଦେଇଥିଲି। ଆଉ ସେତେବେଳେ ମୁଁ ମାନେ ଗଡ୍ସ ମିରାକଲ ସବୁବେଳେ ମୁଁ ଅପେକ୍ଷାରେ ଥିଲି ଯେ ଗଡ୍ ସେ ମିରାକଲ କରନ୍ତୁ, ସେ ସବୁ କିଛି କରିପାରିବେ। ଆଉ ବ୍ରେନ୍ ହେମରେଜ କାହିଁକି ହେଇପାରିବ ନାହିଁ, ନିଶ୍ଚୟ ହେଇପାରିବ ବୋଲି। ଆଉ ଯେତେବେଳେ ସେ ବିଶାଖାପାଟଣା ଗଲେ, ସେଠି ଆଡମିଟ ହେଲେ, ସବୁ ଅପରେସନ ମଧ୍ୟ କଲେ। ତାପରେ ଅକ୍ଟୋବର 20 ତାରିଖ ଦିନ, ଅକ୍ଟୋବର 25 ତାରିଖ ସକାଳ ମାନେ କେତେଟା ସେଇଟା 8 ଘଣ୍ଟା ସମୟରେ ମୁଁ ଯାଇଥିଲି। ଶୁକ୍ରବାର ଦିନ ମୁଁ ସେମିତି ମୁଁ ଯାଇକି 2 ଦିନ ହେଇଛି। ମୁଁ ମୋ ବାବୁ ସହିତ 2ଟା ବାବୁ ରହେ। ଆଉ ସେମାନଙ୍କ ସହିତ ମୁଁ ପ୍ରାର୍ଥନା କରିକି ବାହାରିଲି, ପ୍ରଭୁ ମୁଁ ଯାଉଛି ବିଶାଖାପାଟଣାକୁ, ଆଉ ତୁମେ ୱିଦିନ ଦି ଟାଇମରେ ସୁସ୍ଥ କର, ମୁଁ ଯେମିତିକି ମୋ ଜେଜେବାପାଙ୍କୁ ପୁଣି ଥରେ ଫେରେଇ ଆଣିବି ବୋଲି। ପ୍ରିୟ ମଣ୍ଡଳୀ, ଯେତେବେଳେ ମୁଁ ସେଠି ଗଲି, ଯାଇକି ଶୁକ୍ରବାର ଦିନ ମତେ ବାହାରିବାର ଥିଲା। ମତେ ସଣ୍ଡେ ପ୍ରେୟର ଆଟେଣ୍ଡ କରିବାର ଅଛି। ଶୁକ୍ରବାର ଦିନ ମତେ ବାହାରିବାର ଥିଲା। ଆଉ ଶୁକ୍ରବାର ଦିନ ମୁଁ ଯେତେବେଳେ ମର୍ଣ୍ଣିଂରେ ଆମେ ବାହାରିବି ବୋଲି ମୁଁ ଚିନ୍ତା କରୁଛୁ, ସେ ସମୟରେ ଯେ ଆମ ଦାଦାର ପୁଅ ସେ ମୁଁ ୱାଶରୁମ ଥିଲି, ଆଉ ଖବର ଦେଲା ଯେ ନାଇଁ ନନା ଏକ୍ସପାୟର୍ଡ କଲା ବୋଲିକି। ସେତେବେଳେ ମାନେ ନନାର ପରିସ୍ଥିତିକୁ ଦେଖିକି, ଜେଜେବାପାଙ୍କର ପରିସ୍ଥିତିକୁ ଦେଖିକି ମତେ ବହୁତ ଦୁଃଖ ଲାଗିଲା। ଜେଜେବାପାଙ୍କୁ ଆମେ ଟିକେ ସେବା ବି କରିପାରିଲି ନାହିଁ ମୁଁ ବୋଲିକି ବହୁତ ଦୁଃଖ ମୋ ଜୀବନରେ ଆଜି ପର୍ଯ୍ୟନ୍ତ ସେଇଟା ଅଛି। ସେତେବେଳେ ମୁଁ ପୁନର୍ବାର ଆମେ ଆଣିଲୁ, ଆମେ କବର ହେଲା ପରେ ମୁଁ ସେତେବେଳେ ଗୋଟେ ବଡ ଶିକ୍ଷା ଆମେ ଈଶ୍ୱରଙ୍କ ଠାରୁ ମୁଁ ପ୍ରାପ୍ତ କଲି। ମାନେ ଆମର ହଉଛି ସୁସ୍ଥତା ବୋଲି ଆମେ ଭାବୁଛୁ ଯେ ଈଶ୍ୱର ଆମମାନଙ୍କୁ ସେ ସୁସ୍ଥତା ଦେବେ, କି ଈଶ୍ୱର ଆମମାନଙ୍କୁ ମାନେ ସେଠିରୁ ଉଦ୍ଧାର କରିବେ ବୋଲି ଆମେ ଯେତେବେଳେ ଭାବୁ, ଆଉ ଯେତେବେଳେ ତାହା ମାନେ ସକ୍ସେସ ହେଇନଥାଏ, ସେ ପ୍ରାର୍ଥନାଟା ସେ ପ୍ରାର୍ଥନା ବୋଲି କହିପାରିବାନି, ସେ ଆମର ଯୋଉ ଡିଜାୟାରଟା ସକ୍ସେସ ହେଇନଥାଏ, ସେତେବେଳେ ଆମର ଜୀବନରେ ବହୁତ ଦୁଃଖ ଲାଗେ। କିନ୍ତୁ ଗୋଟେ ବିଷୟ ମୁଁ ଆଜି ଆପଣ ମାନଙ୍କୁ କହିବାକୁ ଚାହେଁ ଯେ ଯୋଉ ଦିନ ଜେଜେବାପା ଏକ୍ସପାୟର୍ଡ କଲେ ବୋଲି ମୁଁ ଶୁଣିଲି, ସେଦିନ ମାନେ କେମିତି ମତେ ଲାଗିଲା ଯେ ଈଶ୍ୱର ଭଲ କଲେ ପରି ଲାଗିଲା ମତେ।
ମାନେ ଜେଜେବାପାଙ୍କୁ ପାଖାପାଖି 80 ଇୟର୍ସ ହଉଥିଲା, 80+ ହଉଥିଲା। ସେଦିନ ଜାଣିଲି ଯେ ଜେଜେବାପାଙ୍କୁ ପ୍ରଭୁ ନେଇକି ଭଲ କଲେ। ଆରେ ସେଇଟା ଏକା ପ୍ରକୃତରେ ଇଟର୍ନାଲ ହିଲିଂ ବୋଲି ମୁଁ ଚିନ୍ତା କଲି। ଗୋଟେ ଅନନ୍ତକାଳୀନ ସୁସ୍ଥତା ସେଇଟା ଈଶ୍ୱର ଦେଲେ। ମେ ବି ଫିଜିକାଲି ସୁସ୍ଥତା ପାଇଲେ ଆରେ ଗୋଟେ 5 ବର୍ଷ କି 10 ବର୍ଷ ବଞ୍ଚିଥାନ୍ତି, କିନ୍ତୁ ସେ ଅନନ୍ତ କାଳ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ନିକଟରେ ଅଛନ୍ତି, ସେ ବିଶ୍ୱାସ ମୋର ଜୀବନରେ ଆସିଲା। ସେ ମୃତ୍ୟୁ ଦ୍ୱାରା ମୁଁ ସେ ଶିକ୍ଷା ପ୍ରାପ୍ତ ହେଲି। ଅନେକ ଲୋକଙ୍କୁ ଆଜି କହିବାକୁ ଚାହେଁ ଯେ ଅନେକ ସମୟରେ ଆମେ ପ୍ରାର୍ଥନା କରୁ, ଅନେକ ସମୟରେ ଆମେ ପ୍ରଭୁଙ୍କ ନିକଟରେ ଦାବି କରିଥାଉ, ଏମିତି କରେ ସୁସ୍ଥ କର, ଏମିତି କର, ସେଟା କର ବୋଲିକି ଆମେ ଅନେକ ଯୁକ୍ତି ବାଡେଇ ଥାଉ। କିନ୍ତୁ ଆମକୁ ବୁଝିବାକୁ ପଡିବ ଯେ ହ୍ୱାଟ ଇଜ ଦି ପ୍ଲାନ୍ ଅଫ ଗଡ୍, ଈଶ୍ୱରଙ୍କର ଯୋଜନା କଣ, ଈଶ୍ୱରଙ୍କର ଇଚ୍ଛା କଣ। ସବୁବେଳେ ତାଙ୍କର ଇଚ୍ଛାକୁ, ତାଙ୍କର ଯୋଜନାକୁ ଆମେ ଗ୍ରହଣ କରିବାକୁ ହେବ। ଆଜି ମୁଁ ପ୍ରତ୍ୟେକଙ୍କୁ ଉତ୍ସାହ କରିବାକୁ ଚାହେଁ ଯେ ପ୍ରଭୁ ଯାହା ସେ କରନ୍ତି ସେ ଆମମାନଙ୍କର ଉତ୍ତମ ନିମନ୍ତେ ହିଁ କରନ୍ତି। ସେ ପ୍ରାଣୀର ମଙ୍ଗଳ ଏବଂ ପରିବାରର ଶାନ୍ତି ନିମନ୍ତେ ହିଁ କରନ୍ତି ବୋଲି ମୁଁ ଚିନ୍ତା କରେ। ଆଉ ଆମର ଜେଜେବାପା ଏତେ ହମ୍ବଲ, ଗୋଟେ ସାନ ପିଲା ଭଳିଆ ଆମର ଜେଜେବାପା ବୋଲେ ଯାହା ବି କହିଲେ ସେଟାକୁ ସେ ରଖିବ। ଆଉ ସେ ଆମର ପାଖରେ ନାହାନ୍ତି, କିନ୍ତୁ ମୁଁ ସବୁବେଳେ ମୋ ଜେଜେବାପାଙ୍କୁ ମନେ ପକାଏ। ଜେଜେବାପାର କ୍ୟାରେକ୍ଟର, ତାଙ୍କ ସ୍ୱଭାବ, ତାଙ୍କର ଚରିତ୍ର ସବୁବେଳେ ତାଙ୍କୁ ମନେ ପକାଏ। ଆଜି ପର୍ଯ୍ୟନ୍ତ ଜେଜେବାପାଙ୍କୁ ଯେତେବେଳେ ଦେଖିଲେ ମତେ ବହୁତ ଦୁଃଖ ଲାଗେ ଯେ ଜେଜେବାପାଙ୍କ ପାଇଁ ମୁଁ କିଛି କରିପାରିଲି ନାହିଁ ବୋଲି। ମୋର ସାକ୍ଷ୍ୟ ଏହା ଯେ ଆମେ ପ୍ରାର୍ଥନା କରୁ, କିନ୍ତୁ ଈଶ୍ୱର ସେ ଉତ୍ତର ଦିଅନ୍ତି ଏବଂ ସେ ଯାହା ଉତ୍ତର ଦିଅନ୍ତି ଆମ ପାଇଁ ସେ ଉତ୍ତମ ଉତ୍ତର। ସେଇଟା ପ୍ରଭୁ ଏହି ସାକ୍ଷ୍ୟ ଏବଂ ଏହି ଅନୁଭୂତି ଦ୍ୱାରା ପ୍ରଭୁ ଗୌରବ ପାଆନ୍ତୁ। ଆମେନ୍। ଭାଇ ବହୁତ ବହୁତ ଧନ୍ୟବାଦ ସୁନ୍ଦର ସାକ୍ଷ୍ୟ ପାଇଁ। ସାକ୍ଷ୍ୟ ହେବା ବି କଷ୍ଟ କରିଥିଲା।